ମୁଁ ଆପଣମାନଙ୍କୁ ଆଜି ଗୋଟେ କଥା କହିବାକୁ ଚାହୁଁଛି ଆଉ ସେ କଥାଟା ମୁଁ ଆପଣମାନଙ୍କୁ କହିବା ପାଇଁ ହିଁ ଆସିଛି। ଆପଣମାନେ ସମସ୍ତେ ପ୍ରାୟ ଜାଣିଥିବେ ମୁଁ ବର୍ତ୍ତମାନ ଅପେରା ଯାଜ୍ଞସେନୀରେ କାର୍ଯ୍ୟରତ ଅଛି। ଏଇ ଯେଉଁ ମୋର ରାଧା ପଣ୍ଡା ନିଟ୍ରେ ପାଇଗଲେ ଏଇ ଯେଉଁ ଫଟୋ ଭାଇରାଲ ହେଉଛି 3-4 ଦିନ ହେବ। ସତ କଥା କହିବାକୁ ଗଲେ ମୁଁ ଯେଉଁ ଅପେରା ଯାଜ୍ଞସେନୀରେ କାର୍ଯ୍ୟରତ ଅଛି ମୋର ଗୋଟେ ନାଟକ ଅଛି ଦେଖ ଆଗକୁ କ'ଣ ହେଉଛି। ସେଇ ନାଟକରେ ମୋର ଚରିତ୍ର ଡକ୍ଟର। ସେଇ ଡକ୍ଟର ଫଟୋରୁ ମୋ ପର୍ସନାଲ ଆଇଡି ରାଧା ପଣ୍ଡାରେ ରାଧା ପଣ୍ଡା ଆଇଡିରେ ମୁଁ ମୋ ଡକ୍ଟର ଗେଟଅପ୍ କେମିତି ଲାଗୁଛି ମୁଁ ଲେଖିକିନା ଛାଡ଼ିଥିଲି। ତାପରେ କେଉଁ ଜଣେ ଭଦ୍ର ବ୍ୟକ୍ତି ମୋ ଆଇଡିରୁ ସେ ଫଟୋକୁ ନେଇକିରି ଫେକ୍ ଆଇଡି ବନେଇକିରି ରାଧା ପଣ୍ଡା ନିଟ୍ରେ ପାଇଗଲେ। ମୁଁ ନିଟ୍ରେ ପାଇଗଲେ ମୁଁ ସେ ଏରିଆ ମୁଣ୍ଡରେ ପୁରିଆରେ ନାହିଁ। ତାପରେ ଯେତେବେଳେ ଫଟୋ ଭାଇରାଲ ହେବାରେ ଚାଲିଲା ମୋତେ ସମସ୍ତେ ପଚାରିଲେ, ଜଣେ ଫୋନ୍ କରି କେହି ଫୋନ୍ କରି ପଚାରିଲେ ଆପଣ ନିଟ୍ରେ ପାଇଗଲେ। ଆରେ ନିଟ୍ରେ ପାଇଗଲି କ'ଣ? ମୁଁ ଆକ୍ଚୁଆଲି କଥାଟା ଭଲସେ ବୁଝିନଥିଲି। ବୁଝିଲା ପରେ ହସ ଲାଗିଲା ଯେତିକି ଦୁଃଖ ବି ଲାଗିଲା ସେତିକି। ହସ ଲାଗିଲା ଏଇଥିପାଇଁ ମୋର ପେଶା ହେଉଛି ଅଭିନୟ। ମୁଁ ପାଠ ଛାଡ଼ି ଘରୁ ଲୁଚିକିରି ଆସିଛି। ପାଠ ଯେତିକି ପଢ଼ିଲୁ ତାପରେ ଲୁଚିକିରି ଏ ଲାଇନ୍କି ଆସିଛି। ମୋ ପେଶା ମୁଁ ଏଇଟା ଯାତ୍ରା ହେଉଛି ମୋ ପେଶା। ବର୍ତ୍ତମାନ ମୁଁ ଅପେରା ଯାଜ୍ଞସେନୀରେ କାର୍ଯ୍ୟରତ କରିଚାଲିଛି। ଦୁଃଖ ଲାଗୁଛି ଏଇଥିପାଇଁ ଯେ ମୋର 140,000 ଫ୍ୟାନ୍। 140,000 ଫ୍ୟାନ୍ରୁ କେହି କ'ଣ ଜାଣିପାରିଲେନି ଯେ ରାଧା ପଣ୍ଡା ନିଟ୍ରେ ପାଇଗଲେ। ଆପଣମାନେ ବି ସମସ୍ତେ ତାଙ୍କ ସହିତ ମିଶିକିରି କଂଗ୍ରାଚୁଲେସନ୍ ଦେଇ ଚାଲିଲେ। ଖୁସି ଲାଗିଲା ଆଉ ଦୁଃଖ ବି ଲାଗିଲା। ଦୁଃଖ ଲାଗୁଛି ଏଇଥିପାଇଁ ଯେ ମୁଁ ଯଦି ସତରେ ଲାଇନ୍କୁ ନ ଆସି ପାଠ ପଢ଼ିଥାନ୍ତି ନା ମୁଁ ଆଜି ନିଟ୍ରେ ପାଇଯାଇଥାନ୍ତି ଆଉ ଆପଣମାନେ ଏମିତି ମୋତେ ବାହା କରିଥାନ୍ତେ। ଯେ ଛାଡ଼ନ୍ତୁ, ଯେଉଁ ଭଦ୍ର ବ୍ୟକ୍ତି ମୋ ଫଟୋଟା ଆଇଡିରୁ ନେଇକିରି ଫେକ୍ ଆଇଡି ବନେଇକି ପୋଷ୍ଟ କରିଛନ୍ତି ସେ ନିହାତି ଶିକ୍ଷିତ, ଉଚ୍ଚ ଶିକ୍ଷିତ। କାହିଁକି ନା ସେ ସବୁ କଥା ଭାବି ଚିନ୍ତିକି ତାକୁ ପୋଷ୍ଟ କରିବା କଥା। ତାଙ୍କ ଟିଆରପି ବଢ଼େଇବା ପାଇଁ କି କ'ଣ ପାଇଁ ସେଇଟା ବି ମୁଁ କହିପାରିବିନି। ନିହାତି ଟିଆରପି ବଢ଼େଇବା ପାଇଁ। ଆଉ ମେ 3 ତାରିଖରେ ହିଁ ଏକ୍ଜାମ୍ ନ ଦେଇକି ମୁଁ କ'ଣ ରେଜଲ୍ଟରେ ସକ୍ସେସ୍ ହେଇଗଲି 75%। ୱା, ଯାହା ହଉ। ହସ ଲାଗୁଛି ଦୁଃଖ ବି ଲାଗୁଛି। ଦେଖନ୍ତୁ ଭାଇ, ଯେଉଁ ଭଦ୍ର ବ୍ୟକ୍ତି ଉଚ୍ଚ ଶିକ୍ଷିତ ଆକୁ ଫେକ୍ ଆଇଡିରେ ପୋଷ୍ଟ କରିଛନ୍ତି, ଦେଖ ଯେଉଁ ଆଗକୁ କ'ଣ ହେଉଛି ନାଟକ ଆପଣଙ୍କର ବି ସେଇ ପରିସ୍ଥିତି ହେବ। ଦେଖ ଆପଣଙ୍କର ପରିସ୍ଥିତି କ'ଣ ହେଉଛି। କାରଣ ଆମର ଏଥିରେ ସମ୍ମାନ ଯାଉଛି। ଆମେ ଯେଉଁଥିରେ କାର୍ଯ୍ୟରତ ଅଛୁ ସେଥିରେ ବି କିଛି ହାମ୍ପର ହେଉଛି। ତେଣୁକରି ଦୟାକରି ଫେକ୍ ଆଇଡି ବନ୍ଦ କରନ୍ତୁ। ଆପଣ ସୋସିଆଲ ମିଡ଼ିଆରେ କ'ଣ ଆଉ କିଛି ପାଉନାହାନ୍ତି? ମୁଁ ଗାଡ଼ିରେ ଯାଉଛି ଦେଖୁଛନ୍ତି, ଆପଣ କହୁଛନ୍ତି ରାଧା ପଣ୍ଡା ଗାଡ଼ି ଚୋରି ହେଇଯାଇଛି, ରାଧା ପଣ୍ଡା ଚାଲିକି ଯାଉଛି। ସାଙ୍ଗେ ସାଙ୍ଗେ ସୋସିଆଲ ମିଡ଼ିଆରେ ମାନେ ପୋଷ୍ଟ ହେଇଗଲା, ପୁରା ପୋଷ୍ଟ ହେଇ ଭାଇରାଲ ହେଇଗଲା। ସବୁ ପରେ ମୋ ଦର୍ଶକ ବନ୍ଧୁମାନଙ୍କୁ କହିବି, ମୋ ଫ୍ୟାନ୍ମାନଙ୍କୁ କହିବି, ମୁଁ ସମସ୍ତଙ୍କୁ କହୁଛି ସେ ଆଇଡି ଯେଉଁ ରାଧା ପଣ୍ଡା ନିଟ୍ରେ ପାଇଗଲେ ସେଇଟା ଫେକ୍ ଆଇଡି। କେଉଁ ଜଣେ ଭଦ୍ର ବ୍ୟକ୍ତି ତାକୁ ଚୋରି କରି ନେଇକିରି ଫେକ୍ ଆଇଡି ବନେଇଛନ୍ତି। ତେଣୁକରି ବର୍ତ୍ତମାନ ଏ ପ୍ରହସନ ବନ୍ଦ କରନ୍ତୁ, ନହେଲେ ମୁଁ ବାଧ୍ୟ ହୋଇ ସାଇପର ଆଶ୍ରୟ ନେବି। ମୁଁ ସାଇପର ଥାନାକୁ ଯିବି। ଏତେ ଫୋନ୍ ଉପରେ ଫୋନ୍ ମୁଁ କାହାକୁ କ'ଣ କହିବି ମୁଁ ନିଜେ ବି ଜାଣିନି। ସେ ଫଟୋଟା ରାଧା ପଣ୍ଡା ଆଇଡିରେ ମୁଁ ପୋଷ୍ଟ କରିଥିଲି। ଆପଣ ଫଟୋ ନେଇକିରି ମାନେ ରାଧା ପଣ୍ଡା ନିଟ୍ରେ ପାଇଗଲେ। ମୁଁ କେଉଁଠି ଡଟ୍ ପେନ୍ କିଣିଛି, କେଉଁଠି ଖାତା କିଣିଛି, କେବେ ଆଡ଼ମିସନ୍ କରିଛି, କେତେବେଳେ କ୍ଲାସ୍ କରିଛି, କେତେବେଳେ ମୁଁ ଏ ଯାତ୍ରାରେ ଅଭିନୟ କରିଛି, ଆପଣ ସବୁ ଜାଣି ଦେଇଛନ୍ତି। ବାଃ, ଆପଣ ଶିକ୍ଷାଗତ ଯୋଗ୍ୟତା ଜମା ନାହିଁ। ଧରା ପଡ଼ିଗଲେ ଏ କଳା ମୁଁ ହୁଏ କି ଯିଏ ବି ହୁଅନ୍ତୁ ସମସ୍ତଙ୍କର ଆତ୍ମସମ୍ମାନ ଅଛି। ଠିକ୍ ତଥ୍ୟ ନିଅନ୍ତୁ, ସୋସିଆଲ ମିଡ଼ିଆରେ ପୋଷ୍ଟ କରନ୍ତୁ। ସର୍ବଶେଷରେ ମୁଁ ସମସ୍ତଙ୍କୁ କହୁଛି, ସବୁ ଦର୍ଶକ ବନ୍ଧୁମାନଙ୍କୁ, ମୋ ଫ୍ୟାନ୍ମାନଙ୍କୁ, ଯେଉଁ ଖୁସିଟା ମୋତେ କାଲି ମିଳିଛି
कंग्राचुलेसन कंग्राचुलेसन 1000 फोन जो आसी सोशल मीडिया जो भाइराल होती मुझे एत खुशी ना से आशीर्वाद आ से खुशीटा आपण मो कुनी बेबी मो झील को दे दिंतु जेहेतु मो झील काली मते फोन करला जे मुझे सहित कथा हेबी बोली बहुत डिप्रेशन थी संध्या बेले ता सहित कथा हेली झील को पचार झील को हाल कह पूर्व मो गेलु मते कहले जे मामा तुम डॉक्टर हो गल मु कहले हाँ ना मु भी डॉक्टर हेबी से आशीर्वाद मो झील को दे दिंतु मो झील भल पाठ पढ़ू भल मनीष हो आउ सी भी नीट रे पाई जाऊ आपण मैंने मते एतिके आशीर्वाद करंतु।